ନୟାଗଡ଼ ଜିଲ୍ଲାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 14 ତାରିଖ ଶନିବାର ଦିନ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଅଦାଲତ ଓ ଜିଲ୍ଲାର ଅନ୍ୟ ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ ପ୍ରକାଶ କରିଛନ୍ତି। ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ମାମଲା, ଦେୱାନୀ ଓ ଫୌଜଦାରୀ, ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଗାଡ଼ି ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ୍ ଓ ଜଳ, ବୈବାହିକ ସମସ୍ୟା, ଛାଡ଼ପତ୍ର ବ୍ୟତୀତ ଭରଣ ପୋଷଣ, ଜମି ଅଧିଗ୍ରହଣ ମାମଲାମାନ ଆପୋଷ ସହମତି ଭିତ୍ତିରେ ମାମଲାଗୁଡ଼ିକର ସମାଧାନ କରାଯିବ। ଏଥିପାଇଁ ଜନସାଧାରଣଙ୍କୁ କୌଣସି ଆର୍ଥିକ ଖର୍ଚ୍ଚର ଆବଶ୍ୟକତା ପଡ଼େ ନାହିଁ। ଜନସାଧାରଣ ଏହାର ସୁଯୋଗ ନେବା ପାଇଁ ପ୍ରାଧିକରଣ ତରଫରୁ ଅନୁରୋଧ କରାଯାଇଛି। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।